ଆମେ ପଢ଼ିବା ଜାତି ଗଠନ ପ୍ରତି ଆହ୍ୱାନ ମାନେ ହେଲା କେତୋଟି ଆହ୍ୱାନ ଅଛି ବା ଚ୍ୟାଲେଞ୍ଜେସ୍ ଆମେ କ'ଣ କହୁନା ଆହ୍ୱାନ ଗୁଡ଼ିକୁ ଚ୍ୟାଲେଞ୍ଜେସ୍ ଓକେ ଚ୍ୟାଲେଞ୍ଜେସ୍ ମାନେ କ'ଣ ଏମିତି ଗୁଡ଼ାକ ଆହ୍ୱାନ ଗୁଡ଼ାକ ବା ଚ୍ୟାଲେଞ୍ଜେସ୍ ଗୁଡ଼ାକ ଯେଉଁଟାକି ଆମେ ଫେସ୍ କରୁ ଆମେ ଯେତେବେଳେ ଗୋଟିଏ ନେସନ୍କୁ ବିଲ୍ଡ କରୁ ମାନେ ଆମେ ଯଦି ଇଣ୍ଡିଆର କଥା ଲାଗିବା ତ ଇଣ୍ଡିଆ ପାଖରେ ଓକେ ଇଣ୍ଡିଆକୁ ବିଲ୍ଡ କରିବା ପାଇଁ ଆମ ପାଖରେ କ'ଣ ଲୋକମାନେ ଅଛନ୍ତି ସ୍ୱତନ୍ତ୍ର ସୁବିଧା ସୁଯୋଗ ଅଛି ଆଇନ ଅଛି କିନ୍ତୁ ଏମିତି କିଛିଟା ଚ୍ୟାଲେଞ୍ଜେସ୍ ବି ଅଛି ଯେଉଁଟାକି ଇଣ୍ଡିଆକୁ ଆଗକୁ ଯିବାକୁ ଦେଉନି ଓକେ ସେଇ ଚ୍ୟାଲେଞ୍ଜେସ୍ ଗୁଡ଼ାକ କ'ଣ ଆମେ ଏଇ ଭିଡ଼ିଓରେ ସବୁ ଦେଖିବା ଓକେ ଦେଖ କ'ଣ ଆମେ ପଢ଼ିବା ପ୍ରଥମେ ତାହା ମୁଁ କହିଦେଉଛି ଓକେ ଦେଖ ଆମେ ପଢ଼ିବା ଜାତୀୟତାବାଦ କହିଲେ କ'ଣ ବୁଝୁ ଆମେ ଏବଂ ଏହାର ଉପାଦାନ ଗୁଡ଼ିକ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇଟା 8 ମାର୍କ ପାଇଁ ଇମ୍ପୋର୍ଟାଣ୍ଟ ଓକେ ଆପଣ ଦେଖିଥିବେ ଚ୍ୟାଲେଞ୍ଜେସ୍ ଟୁ ନେସନ୍ ବିଲ୍ଡିଂ ଏଇ ଚ୍ୟାପ୍ଟରରୁ ପ୍ରତିବର୍ଷ 8 ମାର୍କର ଗୋଟିଏ କ୍ୱେଶ୍ଚିନ୍ ଥୁଆ ଓକେ ଏଇଟା ମୁଁ ଆଗରୁ କହିଦେଉଛି ନିହାତି ଆପଣ ଯେତେବେଳେ ଏକ୍ଜାମ୍ରେ ବସିବେ ପଲିଟିକାଲ୍ ସାଇନ୍ସର ଆପଣ ଦେଖିପାରିବେ ଗୋଟିଏ ଲଙ୍ଗ୍ କ୍ୱେଶ୍ଚିନ୍ ଥୁଆ ଆପଣଙ୍କ ପାଇଁ ଓକେ ତ ଲଙ୍ଗ୍ କ୍ୱେଶ୍ଚିନ୍ ମିସ୍ କରିବ ନାହିଁ ଏବଂ ଏଇ ଟୋଟାଲ୍ ଚ୍ୟାପ୍ଟରକୁ ମୁଁ ଏପରି ଭାବେ ପଢ଼େଇବି ଆପଣ ସବୁ କିଛି ବୁଝିପାରିବେ ଓକେ ତ ଚାଲନ୍ତୁ ଡେରି କରିବାନି ଓକେ ପିଲାମାନେ ଦେଖ ଜାତୀୟତାବାଦ କହିଲେ କ'ଣ ଜାତୀୟତା ଶବ୍ଦରୁ ସୃଷ୍ଟି ହୋଇଛି ଏହା ଏକ ଭାବନା ପ୍ରେରଣା ଏକ ଅଦୃଶ୍ୟ ଶକ୍ତି ଯାହା ବ୍ୟକ୍ତି ମନରେ ଜାତି ପ୍ରତି ଅତ୍ୟନ୍ତ ଅଧିକ ମମତା ଜାଗ୍ରତ କରିଥାଏ ଏବଂ ସମୟ ପଡ଼ିଲେ ସେ ଦେଶ ପ୍ରତି ଜାତି ପ୍ରତି ନିଜ ଜୀବନକୁ ବଳିଦାନ ଦେବା ପାଇଁ ମଧ୍ୟ ପଛାଇ ନଥାଏ ଓକେ ଏମିତି କିଛି ଲେଖିବାର ଅଛି ଯଦି ଜାତୀୟତାବାଦର ଅର୍ଥ ଯଦି ଏକ୍ଜାମ୍ରେ ଆସେ ଓକେ ମାନେ କ'ଣ ଜାତୀୟତାବାଦ ଗୋଟେ ଜାତୀୟତା ଶବ୍ଦରୁ ସୃଷ୍ଟି ହୋଇଛି ଯାହାର ଅର୍ଥ ଗୋଟେ ଭାବନା ଏଇଟା ଗୋଟେ ଭାବନା ପିଲାମାନେ ଏଇଟା ଗୋଟେ ପ୍ରେରଣା ଆମକୁ ପ୍ରେରଣା ମିଳିଥାଏ ଛୋଟବେଳୁ ଆମେ ନିଜ ଦେଶକୁ ଭଲ ପାଇବା ନିଜ ଜାତିକୁ ଭଲ ପାଇବା ଓକେ ଯାହାଦ୍ୱାରା ଆମେ କ'ଣ କରିବା ସେ ଜାତି ପ୍ରତି ଆମେ ବଳିଦାନ ମଧ୍ୟ ଦେଇଥାଉ ସେ ଜାତିକୁ ଆମେ ଏତେ ମାତ୍ରାରେ ଭଲ ପାଇଥାଉ ଯଦ୍ୱାରା କି ଯଦି ଅଲଗା ଲୋକ ଯଦି ଆମ ଜାତିକୁ ଖରାପ ବୋଲି କହେ ତ ଆମେ ତା ସହିତ ଫାଇଟ୍ ବି କରିଥାନ୍ତି ଓକେ ବହୁତ ଆମକୁ କଷ୍ଟ ଲାଗିଥାଏ କି ଆମ ଜାତିକୁ ଯିଏ ଯଦି କ'ଣ କହିଲା ଓକେ ତାହା ହେଉଛି ଏଇଟା ଗୋଟେ ଭାବନା ଏଇଟା ଓକେ ତାପରେ ଦେଖିବା ଜାତି ଗଠନ ପାଇଁ ଯେଉଁ ମାନସିକ ଐକ୍ୟ ଭାବ କାର୍ଯ୍ୟ କରେ ତାକୁ ଜାତୀୟତାବାଦ କୁହାଯାଏ ମାନସିକ ଭାବାବେଗ ଯାହାକି କେବଳ ବ୍ୟକ୍ତିକୁ ସମବେତ ଏବଂ ସଂଗଠିତ କରାଇ ଜାତି ଗଠନ ପ୍ରତି ପ୍ରୋତ୍ସାହନ କରାଇଥାଏ ଓକେ ତ କେତେ ଗୁଡ଼ିଏ ଉପାଦାନ ଗୁଡ଼ିକ ଦେଖିଦେବା ଏବେ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରାଯାଇଛି ଏପରି କିଛି ଲେଖିବାର ଅଛି ତାପରେ ଦେଖିବା ପ୍ରଥମ ଜିନିଷ ହେଉଛି ପିଲାମାନେ ଭୌଗୋଳିକ ଏକତା ଦେଖ ପ୍ରଥମ ହେଉଛି ଭୌଗୋଳିକ ଏକତା କୌଣସି ଗୋଟେ ଭୌଗୋଳିକ ଅଞ୍ଚଳ ଭୌଗୋଳିକ ପରିବେଶରେ ଯଦି କେତେ ଗୁଡ଼ିଏ ଲୋକମାନେ ରହୁଥାନ୍ତି ନା ଏଇ ଲୋକମାନେ ତାଙ୍କ ମଧ୍ୟରେ ଏକଜୁଟ ହୋଇକି ସେମାନେ ନିଜ ଜାତିକୁ କିପରି ସୁରକ୍ଷା ଦେବେ ସେ ଭାବନାରେ ସର୍ବଦା ଥାନ୍ତି ଓକେ ଆପଣ ଜାଣିପାରିଲେ ଗୋଟିଏ ଅଞ୍ଚଳରେ ମାନେ ରହୁଛନ୍ତି ଗୋଟିଏ ଭୌଗୋଳିକ ଅଞ୍ଚଳରେ ଏବଂ ସେମାନେ ଯେହେତୁ ଗୋଟିଏ ସ୍ଥାନରେ ରହୁଛନ୍ତି ତ ଯଦି ଗୋଟିଏ ନେତା ଆସିଲା ସେ ଅଞ୍ଚଳ ପ୍ରତି ଯଦି ଖରାପ ମନୋଭାବ ଦେଖାଏ ଏବଂ ଯଦି ଅଞ୍ଚଳକୁ ଯଦି ଖରାପ ଭାବନା ଦେଖାଏ ଅଞ୍ଚଳ ପ୍ରତି ଏବଂ ଏ ଲୋକମାନେ କ'ଣ କରିବେ ସବୁ ଏକଜୁଟ ହେଇକି ତା ବିପକ୍ଷରେ ଯିବେ ଓକେ ଏହା ହେଉଛି ଭୌଗୋଳିକ ଏକତା ଦ୍ୱାରା ହୋଇଥାଏ କାରଣ ଏହାଦ୍ୱାରା ଜାତି ପ୍ରତି ଅଧିକ ଭଲ ପାଇବା ଜାଗୃତ ହୋଇଥାଏ ଭୌଗୋଳିକ ଏକତା ଦେଖିଥିବ ଆମେ ଯଦି ଗାଁରେ ଆମେ ଗୋଟେ ଗାଁରେ ଅଛୁ ବହୁତ ସାରା ଲୋକ ଯଦି ଗୋଟେ ଗାଁରେ ରହୁଛନ୍ତି ନା ସେଇ ଗାଁରେ କ'ଣ ହୁଏ ନା ଲୋକମାନେ ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇକି ରହିଥାନ୍ତି ଯାହାଦ୍ୱାରା କି ତାଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥାଏ ଏବଂ ଥରେ ଯଦି ସମ୍ପର୍କ ବଢ଼ିଯାଏ ନା ତେବେ କ'ଣ ହୋଇଥାଏ ସେ ଗାଁ ପ୍ରତି ତାଙ୍କର ଭଲ ପାଇବା ବଢ଼ିଯାଇଥାଏ ଏବଂ ଗାଁରେ ଯଦି ଯାହା ବି ସମସ୍ୟା ଗୁଡ଼ାକ ଥାଏ ସେମାନେ ତାଙ୍କୁ ସେ ସମସ୍ୟାର ସମାଧାନ କରିଥାନ୍ତି ଯାହାଦ୍ୱାରା କି ଜାତୀୟତାବାଦ ବଢ଼ିଥାଏ ନିଜ ଜାତି ପ୍ରତି ଭଲ ପାଇବା ବଢ଼ିଥାଏ ତ ଏହା ଗୋଟିଏ ଉପାଦାନ କି ଭୌଗୋଳିକ ଏକତା ହେବା ଦ୍ୱାରା ଆମ ଜାତୀୟତାବାଦ ସୃଷ୍ଟି ହୋଇଥାଏ ଓକେ ମୁଁ ସବୁ ପଢ଼ଉନି କେବଳ ବୁଝେଇ ଦେଉଛି ଆପଣମାନେ ନିଜ ମନରେ ଥାଇକି ମଧ୍ୟ ଲେଖିପାରିବେ ଓକେ ଦେଖ ସେକେଣ୍ଡ ହେଉଛି ବଂଶଗତ ଏକତା ଆମେ ମନେକର ଗୋଟେ ବଂଶରେ ଜନ୍ମ ହେଇଛୁ ଓକେ ଗୋଟେ ବଂଶରେ ବାପା ମା ନାନୀ ଦାଦା ଏମିତି କିଛି ଅଛନ୍ତି ତ ଆମ ମଧ୍ୟରେ ବଂଶଗତ ଏକତା ବଢ଼ିବ ନା କାରଣ ଆମେ ସେଇ ବଂଶର ଗୋଟିଏ ବଂଶରେ ଯେହେତୁ ଆମେ ଜନ୍ମ ହେଇଛୁ ସେ ବଂଶ ପାଇଁ ଆମେ ନିଜ ଜାତିକୁ ମଧ୍ୟ ଭଲ ପାଇପାରିବା ଓକେ ଏଠାରେ ମୁଁ ଲେଖିଦେଇଛି ଆପଣ ଜାଣିପାରିବେ ବଂଶଗତ ଏକତା ଏକ ଦୃଢ଼ ରଜ୍ଜୁ ଯାହା ଜନସାଧାରଣଙ୍କ ଏକତ୍ରୀକରଣ କରିବାରେ ସାହାଯ୍ୟ କରିଥାଏ ସେମାନେ ଗୋଟିଏ ସମ୍ପ୍ରଦାୟରୁ ଜନ୍ମ ନେଇଥିବାରୁ ଲୋକ ମଧ୍ୟରେ ଏକତା ବୃଦ୍ଧି ପାଇଥାଏ ତା ସହିତ ଐକ୍ୟ ପ୍ରତିଷ୍ଠା ହେବା ପାଇଁ ଦୃଢ଼ ହୋଇଥାଏ ଯାହାଦ୍ୱାରା
ଜାତୀୟତାବାଦ ଦୃଢ଼ୀଭୂତ ହୋଇଥାଏ। ଓକେ, ନିଜ ଜାତି ପ୍ରତି ସେମାନେ ଭଲ ପାଇଥାନ୍ତି ବା ନିଜ ଦେଶ। ଓକେ, ତାପରେ ଦେଖିବା ଧର୍ମଗତ ଏକତା। ଓକେ, ଭୌଗୋଳିକ ଏକତା, ତାପରେ ବଂଶଗତ ଏକତା, ଧର୍ମଗତ ଏକତା। ଧର୍ମଗତ ଏକତା ମାନେ କ'ଣ? ଗୋଟିଏ ଧର୍ମର ଲୋକ ଯଦି ଗୋଟିଏ ଅଞ୍ଚଳରେ ରହୁଛନ୍ତି ବା ଗୋଟିଏ ଧର୍ମର ଲୋକ ଯଦି ଗୋଟିଏ ଦେଶରେ ରହୁଛନ୍ତି, ନିଜର ଦେଶ ପ୍ରତି ତାଙ୍କର ଭାବନା ବଢ଼ିଥାଏ ବା ନିଜ ଜାତି ପ୍ରତି ତାଙ୍କର ଭାବନା ବଢ଼ିଥାଏ। ଓକେ, ଏଇଟା ହେଉଛି ସାଧାରଣ ଜିନିଷ। ତାପରେ ହେଉଛି ଭାଷାଗତ ଏକତା। ଗୋଟିଏ ଭାଷା ଯଦି କହୁଛୁ ହେଲା, ଗୋଟିଏ ଭାଷାଭାଷୀ ଅଛନ୍ତି, ଯଦି ସମ୍ବଲପୁରୀ ଗୋଟିଏ ଭାଷା ଅଛି, ଇଆଡ଼େ ଯଦି ଓଡ଼ିଆ ଗୋଟିଏ ଭାଷା ଅଛି, ଏକ୍ଜାମ୍ପଲ୍ ବି ଦେଇପାରିବେ ଆପଣ ଏମିତି। ତ ଯଦି ସମ୍ବଲପୁରରେ ଗୋଟିଏ ଭାଷା ଚାଲୁଛି ଏବଂ ଭୁବନେଶ୍ୱରରେ ଗୋଟିଏ ଭାଷା ଚାଲୁଛି, ତ ତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି ହୋଇପାରିବା ଟିକିଏ କଷ୍ଟ, କାରଣ ଡିଫରେଣ୍ଟ ଭାଷାଭାଷୀ ଲୋକ ଅଛନ୍ତି। ଓକେ, ସେଥିପାଇଁ ଆମେ କ'ଣ କରିବା ଦରକାର? ପରସ୍ପର ମଧ୍ୟରେ ଭାବାଶୀଳ ବଢ଼ାଇବା ଦରକାର। କିନ୍ତୁ ଏଠାରେ ଭାଷାଗତ ଏକତା ମାନେ କ'ଣ? ଯଦି ଗୋଟିଏ ଅଞ୍ଚଳରେ କେବଳ ଗୋଟିଏ ଭାଷାଭାଷୀ ଲୋକ ରହୁଛନ୍ତି ନା, ତେବେ କ'ଣ ହୋଇଥାଏ? ତାଙ୍କର ଜାତୀୟତା ଭାବ ସୃଷ୍ଟି ହୋଇଥାଏ, ତାଙ୍କ ଜାତି ପ୍ରତି ଭାବନା ବା ସେ ଗାଁ ପ୍ରତି ଭାବନା ବା ଆମ ସମ୍ପୂର୍ଣ୍ଣ ଦେଶ ପ୍ରତି ଭାବନା ଜାଗୃତ ହୋଇଥାଏ। ଓକେ, ଏଇଟା ଏଥିରେ କୁହାଯାଇଛି, ଆପଣ ପଢ଼ିଦେବେ। ସାଂସ୍କୃତିକ ଏକତା ପିଲାମାନେ, ସଂସ୍କୃତି ହିଁ ସବୁକିଛି। କୌଣସି ରାଷ୍ଟ୍ର ଧର୍ମର ଭାଷା ବିଭିନ୍ନତା ସତ୍ତ୍ୱେ ସେହି ରାଷ୍ଟ୍ରର ସଂସ୍କୃତି ଐତିହ୍ୟ ପରମ୍ପରାକୁ ନେଇ ଲୋକମାନେ ଗୌରବାନ୍ୱିତ ହୋଇଥାନ୍ତି। ଅତୀତର ବୀରତ୍ୱ କାହାଣୀ, ବୀର ପୁରୁଷ, ବୀର ଯୋଦ୍ଧାମାନଙ୍କର ଅମର କାହାଣୀ ଏକତା ସୃଷ୍ଟି କରିବାରେ ବିଶେଷ ସହଯୋଗ ହୋଇଥାଏ। ଓକେ, କେଉଁ ଉପାଦାନ ଜାତି ଗଠନ ପ୍ରତି, ମାନେ କେଉଁ ଉପାଦାନ ଜାତୀୟତାବାଦ ସୃଷ୍ଟି ନିମନ୍ତେ ଗୋଟେ ଉପାଦାନ ଅଟେ ବୋଲେ ଆମେ ଏଇସବୁ ଲେଖିପାରିବା। ଓକେ, ତାପରେ ଦେଖିବା ଅର୍ଥନୈତିକ ସ୍ୱାର୍ଥ ପାଇଁ ମଧ୍ୟ। ଦେଖ, ଅର୍ଥନୈତିକ ସ୍ୱଚ୍ଛଳ ହୋଇନଥିଲେ ମଧ୍ୟ ଲୋକମାନଙ୍କ ପକ୍ଷେ ଜୀବନଯାପନ କରିବା ସମ୍ଭବ ହୋଇନଥାଏ। କୌଣସି ଅଞ୍ଚଳର ଲୋକମାନେ ଅର୍ଥନୈତିକ ଶୋଷଣରୁ ମୁକ୍ତି ପାଇବା ପାଇଁ ଗୋଟିଏ ଗୋଷ୍ଠୀ ହୋଇ ପ୍ରଚେଷ୍ଟା କଲେ ଐକ୍ୟ ବନ୍ଧନ ସୁଦୃଢ଼ ହୋଇଥାଏ, ଯାହାଫଳରେ ଜାତୀୟତାବାଦର ସୃଷ୍ଟି ହୋଇଥାଏ। ଓକେ, ନିଜ ଅର୍ଥନୈତିକ ସ୍ୱାର୍ଥ ପାଇଁ ଯଦି କେତେଗୁଡ଼ିଏ ଲୋକ ଯାଇକି ଲଢ଼ନ୍ତି, ତେବେ ନିଜ ଗାଁ ପ୍ରତି ସେମାନେ ଯେହେତୁ ଲଢ଼ୁଛନ୍ତି, ତ ଗାଁ ପ୍ରତି ଗୋଟେ ଭଲ ପାଇବା ଜାଗୃତ ହୋଇଥାଏ, ଯାହା ଜାତି ଗଠନ ସୃଷ୍ଟି ହୋଇଥାଏ। ଓକେ, ତାପରେ ଦେଖିବ ସାମୂହିକ ନିର୍ଯାତନା। ଯଦି କେତେ ଗୁଡ଼ିଏ ଅଞ୍ଚଳ ଲୋକେ ଯଦି ନିର୍ଯାତନା ପାଉଛନ୍ତି ନା, ସେମାନେ ସେହି ନିର୍ଯାତନାକୁ ସେମାନେ ମିଳିମିଶି ସେଇଟା ସୁଧାରିଥାନ୍ତି, ଯାହାଦ୍ୱାରା କି ତାଙ୍କ ମଧ୍ୟରେ ମିଳାମିଶା ବଢ଼ିଥାଏ, ଯାହାଦ୍ୱାରା କି କ'ଣ ହୋଇଥାଏ? ନିଜ ଜାତିକୁ ସେମାନେ ଭଲ ପାଇଥାନ୍ତି, ତାଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି ହୋଇଥାଏ। ଓକେ, ଏମିତି କିଛିଟା କନକ୍ଲୁଜନ୍ ଲେଖିଦେବେ। କ'ଣ ଲେଖିବେ? ଉପରୋକ୍ତ ସମସ୍ତ ଟିପ୍ପଣୀରୁ ଏହା ସ୍ପଷ୍ଟ ହୁଏ ଯେ ଏହି ସମସ୍ତ ଉପାଦାନ ଜାତୀୟତାବାଦକୁ ସୁଦୃଢ଼ କରିବା ସହିତ ଜାତି ଗଠନ ପ୍ରତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ସମସ୍ତ ଉପାଦାନ ମଧ୍ୟରୁ ଗୋଟିଏ ଉପାଦାନ ହେଲେ ମଧ୍ୟ ଜାତୀୟତା ଭାବ ସୃଷ୍ଟି ହୋଇପାରିବ। ଓକେ, ବହୁତ ଇଜି ପିଲାମାନେ, ମେମୋରି ଟ୍ରିକ୍ ଏଇଟା। କିପରି ମନେ ରଖିବେ? ଦେଖ, ଜାତୀୟତାବାଦ କ'ଣ ପାଇଁ ସୃଷ୍ଟି ହୁଏ? ଯେତେବେଳେ ଆମେ ଗୋଟିଏ ଅଞ୍ଚଳରେ ରହୁ, ଆମେ ଲୋକମାନଙ୍କ ମଧ୍ୟରେ ଯଦି ସମ୍ପର୍କ ବୃଦ୍ଧି କରୁ, ତେବେ ଆମ ମଧ୍ୟରେ ଭଲ ପାଇବା ବଢ଼ିଥାଏ। ସେଥିପାଇଁ ଆମେ ନିଜ ଅଞ୍ଚଳକୁ ମଧ୍ୟ କ୍ଷତି ହେବାକୁ ଦେଉନା। ଆମେ ନିଜ ଅଞ୍ଚଳ ପାଇଁ ଛିଡ଼ା ହେଉ, ଲଢ଼େଇ କରିଥାଉ ଏବଂ ଯାହାଦ୍ୱାରା କି ଆମେ ଆମ ଦେଶ ପାଇଁ ମଧ୍ୟ, ନିଜ ଜାତି ପାଇଁ ମଧ୍ୟ ଆମେ ଲଢ଼ିଥାଉ। ତ କ'ଣ ଏମିତି ଉପାଦାନ ଗୁଡ଼ିକ ଅଛି ଯେଉଁଟା ଇନଫ୍ଲୁଏନ୍ସ କରେ କି ଆମ ଜାତୀୟତାବାଦ ମାନେ ନିଜ ଭାବନା। ଗୋଟେ ହେଉଛି ଭୌଗୋଳିକ। ଆମେ ଯଦି ଗୋଟିଏ ଅଞ୍ଚଳରେ ରହୁଛୁ, ତେବେ ଆମ ମଧ୍ୟରେ ସମ୍ପର୍କ ବଢ଼ିଥାଏ ଏବଂ ଜାତୀୟତାବାଦ ସୃଷ୍ଟି ହୋଇଥାଏ। ସେକେଣ୍ଡ ହେଉଛି ବଂଶରେ ଯଦି ଆମେ ଜନ୍ମ ହେଇଛୁ, ନିଜ ବଂଶ ପାଇଁ, ନିଜ ଜାତି ପାଇଁ, ନିଜ ଦେଶ ପାଇଁ ମଧ୍ୟ ଆମର ଭାବନା ବଢ଼ିଥାଏ। ଧର୍ମ, ଗୋଟିଏ ଧର୍ମର ଲୋକମାନେ ଯଦି ଗୋଟିଏ ସ୍ଥାନରେ ରହୁଛନ୍ତି, ତେବେ ତାଙ୍କ ମନରେ ମଧ୍ୟ ଭାବନା ଜାଗୃତ ହୋଇଥାଏ। ଭାଷା, ଗୋଟିଏ ଭାଷାଭାଷୀ ଲୋକ ଯଦି ଗୋଟିଏ ଅଞ୍ଚଳରେ ରହୁଛନ୍ତି, ତେବେ ନିଜ ଅଞ୍ଚଳକୁ ସେମାନେ ବେଶୀ ଭଲ ପାଇଥାନ୍ତି ଏବଂ ଜାତୀୟତାବାଦ ସୃଷ୍ଟି ହୋଇଥାଏ। ସାଂସ୍କୃତିକ ଏକତା ମଧ୍ୟ, ନିଜ ସଂସ୍କୃତି ବଞ୍ଚାଇ ରଖିବା ପାଇଁ ସେମାନେ ଜାତୀୟତାବାଦ ସୃଷ୍ଟି ହୋଇଥାଏ ତାଙ୍କ ମନରେ। ଅର୍ଥନୈତିକ ସ୍ୱାର୍ଥ ପାଇଁ ଯଦି ସେମାନେ ଲଢ଼ିଲେ, ତେବେ ଜାତୀୟତାବାଦ ସୃଷ୍ଟି ହୋଇଥାଏ। ଓକେ, ସାମୂହିକ ନିର୍ଯାତନା ଯଦି ପାଉଛନ୍ତି, ତେବେ ତା ପ୍ରତି ଯଦି ସେମାନେ ଲଢ଼ିଲେ, ତେବେ ମଧ୍ୟ ତାଙ୍କ ମନରେ ତାଙ୍କ ମଧ୍ୟରେ କ'ଣ ହୋଇଥାଏ? ଜାତୀୟତାବାଦ ସୃଷ୍ଟି ହୋଇଥାଏ, ଯାହା ଗୋଟିଏ ଚ୍ୟାଲେଞ୍ଜେସ୍ ଅଟେ, ଯେଉଁଟାକି ଆମର ନେସନ୍ ବିଲ୍ଡିଂ ପାଇଁ। ଓକେ।